तुम्भे सही ऊर्ध्वलोकर संपद अन्वेषण कर ଯେଉଁଠାରେ ଖ୍ରୀଷ୍ଟ ବିରାଜମାନ। ଦ୍ୱିତୀୟ ପଠନ କଲସି ମଣ୍ଡଳୀ ପ୍ରତି ପ୍ରେରିତ ପାଉଲଙ୍କର ଗ୍ରନ୍ଥରୁ ପାଠ ଅଧ୍ୟାୟ 3 ପଦ ସଂଖ୍ୟା 1ରୁ 4 ପର୍ଯ୍ୟନ୍ତ। ଯଦି ତୁମେ ଖ୍ରୀଷ୍ଟଙ୍କ ସହିତ ପୁନରୁତ୍ଥିତ ହୋଇଅଛ ତେବେ ସେହି ଊର୍ଦ୍ଧ୍ୱଲୋକର ସମ୍ପଦ ଅନ୍ୱେଷଣ କର ଯେଉଁଠାରେ ଖ୍ରୀଷ୍ଟ ପରମେଶ୍ୱରଙ୍କର ଦକ୍ଷିଣ ପାର୍ଶ୍ୱରେ ଆସନ ଗ୍ରହଣ କରିଅଛନ୍ତି। ତୁମର ମନ ଊର୍ଦ୍ଧ୍ୱଲୋକର ଚିନ୍ତାରେ ପୂର୍ଣ୍ଣ ହେଉ, ମର୍ତ୍ତ୍ୟଲୋକର ଚିନ୍ତାରେ ନୁହେଁ। କାରଣ ପ୍ରକୃତରେ ତୁମର ମୃତ୍ୟୁ ହୋଇଅଛି ଏବଂ ତୁମର ଜୀବନ ଖ୍ରୀଷ୍ଟଙ୍କ ସହିତ ପରମେଶ୍ୱରଙ୍କ ଠାରେ ଗୁପ୍ତ। ଆମର ଜୀବନ ସ୍ୱରୂପ ଖ୍ରୀଷ୍ଟ ଯେଉଁଦିନ ପ୍ରକାଶିତ ହେବେ ସେଦିନ ତୁମ୍ଭେମାନେ ମଧ୍ୟ ତାଙ୍କ ସହିତ ସଗୌରବ ପ୍ରକାଶିତ ହେବ। ଏହା ଈଶ୍ୱରଙ୍କର ବାକ୍ୟ। ଈଶ୍ୱରଙ୍କ ଧନ୍ୟବାଦ। ଜୟ ଗାଁ।